মহিষী গর্দভ অটগজ শারদূল ভালু শ্বান যে আরোহী গমতি কেবল। গোবিন্দ মাধব কৃষ্ণ শ্রী মধুসূদন, গোবিন্দ মাধব কৃষ্ণ শ্রী মধুসূদন। বিকরাল বদন যে ভয়ঙ্কর মূর্তি, অতি দীর্ঘ কেশ দন্ত বিভীষণ জ্যোতি। গোবিন্দ মাধব কৃষ্ণ শ্রী মধুসূদন, গোবিন্দ মাধব কৃষ্ণ শ্রী মধুসূদন। চর্ম আভরণ গলে জবা পুষ্পমাল, প্রচণ্ড আদিত্য পরি নেত্র বিকরাল। প্রচণ্ড আদিত্য পরি নেত্র বিকরাল, প্রচণ্ড আদিত্য পরি নেত্র বিকরাল। রঙ্গমাটি আভরণ বিভূতি লেপন, হাড়মাଳ কঙ্কাଳ বা বিকটাଳ পণ। হাড়মাଳ কঙ্কাଳ বা বিকটাଳ ପଣ, ହାଡ଼ମାଳ କଙ୍କାଳ ବା ବିକଟାଳ ପଣ। অশি পত্র কন্ত কেউ ঘেনি কাণ্ড খণ্ডা, কিলি কিলি কুহু কুহু রাবে নাচি ভেন্ডা। কিଳି কিଳି କୁହୁ କୁହୁ ରାବେ ନାଚି ଭେଣ୍ଡା, କିଳି କିଳି କୁହୁ କୁହୁ ରାବେ ନାଚି ଭେଣ୍ଡା। ତେଣୁ ଆଜି ରାଜା କାଳ ଦମନ ଏମିତି ଭାବରେ ସଜ ହେଇଛନ୍ତି, ଯେଉଁ ସୈନ୍ୟ ସାମନ୍ତ ମାନଙ୍କ ଗହଣରେ ଦମନ ରାଜା ଯାଉଛନ୍ତି, ସେ ପଟୁଆରକୁ ଦେଖିଲେ ଯେ କେହି ନା ଥରି ଉଠିବ, ଛାତିଟା କମ୍ପନ ହେଇ ଉଠିବ। ତେଣୁ ଏମିତି ସୈନ୍ୟ ସାମନ୍ତକୁ ନେଇ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି। ଦନ୍ତବକ୍ର ରାଜା ମଧ୍ୟ ପଛରେ ଅଛନ୍ତି। ଯେତେବେଳେ ଅନେକ ଦୂର ପଥ ଚାଲିଗଲା ପରେ ମଗଧ ଦେଶରେ ଯାଇ ପ୍ରବେଶ କଲେ। ଆଉ ମଗଧ ଦେଶରେ କାଳଦମନ ରାଜାକୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଥିଲେ ଜରାସନ୍ଧ। ତେଣୁ ଜରାସନ୍ଧଙ୍କ ସହିତ ଭେଟ ହେଇଗଲା କାଳଦମନଙ୍କର। ଜରାସନ୍ଧ ଏହି ରୂପେ ବାରତାକୁ ପାଇ, ପାଣି ଦ୍ରବ୍ୟ ଘେନି କରେ ପାଛଟି ନ ଯାଇ। ପାଣି ଦ୍ରବ୍ୟ ଘେନି କରେ ପାଛଟି ନ ଯାଇ, ପାଣି ଦ୍ରବ୍ୟ ଘେନି କରେ ପାଛଟି ନ ଯାଇ। ତେଣୁ ଯେତେବେଳେ ରାଜା ଜରାସନ୍ଧଙ୍କ ସହିତ ଭେଟ ହେଇଯାଇଛନ୍ତି, ରାଜା ଜରାସନ୍ଧ କାଳଦମନ ଦୁଇ ରାଜାଙ୍କର ଭେଟ ହେଲା ପରେ କୋଳାକୋଳି ହେଇଛନ୍ତି। ରାଜା ଜରାସନ୍ଧ ସମସ୍ତ ଦୁଃଖକୁ ବର୍ଣ୍ଣନା କରି କହୁଛନ୍ତି କାଳଦମନକୁ। ଆଉ କାଳଦମନ ଶୁଣି କ୍ରୋଧରେ ଜର୍ଜରିତ ହେଉଛନ୍ତି। ଆଉ ତାଙ୍କର ପରମ ଶତ୍ରୁ ସେ ଯାଦବମାନେ, ତେଣୁ ତାକୁ ବିନାଶ କରିବା ପାଇଁ ଆଜି ପ୍ରସ୍ତୁତ ହେଇଯାଇଛନ୍ତି କାଳଦମନ। ଏଥର ଜରାସନ୍ଧ କାଳଦମନକୁ ପାଛୋଟି ନେଇଯାଇଛନ୍ତି। ମଗଧ ଦେଶ କଟକରେ ଯାଇ ପହଞ୍ଚି ଯାଇଛନ୍ତି ସୈନ୍ୟ ସାମନ୍ତମାନେ ଏବଂ ରାଜା କାଳଦମନକୁ ସେଠି ବିଶ୍ରାମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ସେହି ମଗଧ କଟକରେ ବିଶ୍ରାମ ନେଇଛନ୍ତି ଆଜି କାଳଦମନ ଏବଂ ଯେତେ ସୈନ୍ୟ ସାମନ୍ତମାନେ ଆସିଥିଲେ ସମସ୍ତଙ୍କ ପାଇଁ ରହିବାର ବନ୍ଦୋବସ୍ତ କରିଛନ୍ତି। ରାତ୍ରିରେ ରାତ୍ରି ଭୋଜନ କରି ଆଜି ସମସ୍ତେ ନିଦ୍ରା ଯାଇଛନ୍ତି। ଏଥର କାଲି ପ୍ରଭାତରୁ ଜୟଯାତ୍ରା ଆରମ୍ଭ ହେବ ସେ ମଥୁରା କଟକକୁ। ଆଉ ମଥୁରା କଟକରେ ସେ ଯାଦବମାନଙ୍କୁ ବିନାଶ କରିବାକୁ ପଡ଼ିବ। ଏ କଥା ଚିନ୍ତା କରି ଆଜି ମନେ ମନେ ଚିନ୍ତା କରି ମଥୁରା କଟକ ଗୋଟେ ଚିଟାଉ ଲେଖୁଛନ୍ତି କାଳଦମନ।